ଅନୁଭବ ଆଜି ଛୋଟ ଛୁଆଙ୍କ ପରି କାନ୍ଦୁଛନ୍ତି। ହଁ ଆଜ୍ଞା, ସାଂସଦ ଅନୁଭବ ମହାନ୍ତି ତାଙ୍କ ବାପାଙ୍କୁ ବହୁତ ଭଲ ପାଉଥିଲେ। ଏବେ ତାଙ୍କ ବାପା ତାଙ୍କୁ ଛାଡ଼ି ବହୁତ ଦୂର ଚାଲି ଯାଇଥିବା ବେଳେ ସେଇ ଦୁଃଖକୁ ସହି ପାରୁନାହାନ୍ତି ଅନୁଭବ। ଛୋଟ ଛୁଆଙ୍କ ପରି ଏକୁଟିଆ କାନ୍ଦୁଛନ୍ତି। ସମସ୍ତଙ୍କ ଆଗରେ ସିନା ଲୁହକୁ ଲୁଚେଇ ଦଉଛନ୍ତି, କିନ୍ତୁ ସେ ଭିତରୁ ପୁରା ଭାଙ୍ଗି ପଡ଼ିଛନ୍ତି। ସୋସିଆଲ ମିଡ଼ିଆରେ ବାପାଙ୍କ ବିଷୟରେ ସବୁବେଳେ କହୁଥିବା ଅନୁଭବ ଆଉ ସୋସିଆଲ ମିଡ଼ିଆରେ ବାପାଙ୍କ ବିଷୟରେ କହୁନାହାନ୍ତି, କି ସୋସିଆଲ ମିଡ଼ିଆରେ କିଛି ବି ପୋଷ୍ଟ କରୁନାହାନ୍ତି। ଅନୁଭବ ତାଙ୍କ ବାପାଙ୍କ ପାଇଁ କେତେ ପୂଜା ଅର୍ଚ୍ଚନା କରିଥିଲେ, କିନ୍ତୁ ଭଗବାନ ତାଙ୍କ ଡାକ ଶୁଣିଲେ ନାହିଁ। ଶେଷରେ ତାଙ୍କ ବାପାଙ୍କୁ ତାଙ୍କଠାରୁ ଛଡ଼େଇ ନେଲେ।